ଆଉ ସ୍ୱାସ୍ଥ୍ୟ ଅବସ୍ଥା ନ କହିବା ଭଲ ଯଦି 30 ବେଡ୍ ହସ୍ପିଟାଲ 78 ମସିହାରେ ଏଠି ପ୍ରତିଷ୍ଠା ହେଇଥିଲା ଫଟୋ ତାକୁ ମାସ୍କ କରାଯାଇଛି ଏବଂ ଜଣେ କିମ୍ବା 2 ଜଣ ଡକ୍ଟର ସ୍ପେଶାଲିଷ୍ଟ ନୁହନ୍ତି ଜଣେ ଡକ୍ଟର ରହୁଛନ୍ତି ଲୋକ ସେବା କରିବା ପାଇଁ ଏବଂ କମ୍ୟୁନିକେସନରେ ଆପଣମାନେ ଯୁଆଡ଼େ ଯିବେ ଯେଉଁ ରାସ୍ତା ଦେଖୁଛନ୍ତି ଘାଟ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଦେଖୁଛନ୍ତି ଯାହା ବ୍ୟବସ୍ଥା ରହୁଛି ତାକୁ ମଧ୍ୟ ରିପେୟାର ନାଁରେ କି ଯେଉଁ କୋଟି କୋଟି ଟଙ୍କା ଆସୁଛି ସେ ଠିକ୍ ଢଙ୍ଗରେ ରିପେୟାର ହେଉନାହିଁ ତେଣୁ ଏ ସବୁ ଦିଗରେ ସରକାର ବିଫଳ ହେଇଛି ଏବଂ ବ୍ଲକ ଅବସ୍ଥା ଥାନା ଅବସ୍ଥା ତହସିଲ ଅବସ୍ଥା ନ କହିଲେ ଭଲ ଏଠି ଏକ ପ୍ରକାର ଅରାଜକତାର ଶେଷ ସୀମାରେ ଆଳି ନିର୍ବାଚନ ଭଳି ଏବଂ 2ଟି ବ୍ଲକ ୟାକୁ ଲୋକମାନେ ଜନତା ଜନାର୍ଦ୍ଦନ ଅନୁଭବ କଲେଣି ଏଠି ପାଣି ଚୋରି ଚାଲିଛି ବାଲି ବି ଚୋରି ହେଉଛି ପ୍ରବଳ ପରିମାଣରେ ନିଶ୍ଚିତ ରୂପେ ଆଗାମୀ ଦିନରେ ଆମେ ଆଶା ରଖୁଛୁ ସମସ୍ତଙ୍କୁ ଦେଖିଲା ପରେ ଭାରତୀୟ ଜନତା ପାର୍ଟି ନିଶ୍ଚିତ ରୂପେ ଏଥର ପ୍ରତିଷ୍ଠା କରିବ ଆଳିରେ ମୋର